ଯଦି ଜନ୍ମ ସମୟରେ ମକର ରାଶିରେ ଶୁକ୍ର ଥାନ୍ତି ତାହେଲେ ଏଇଠି ଦେଖ, ଏଇଠି କେତେ ସୁନ୍ଦର ଭାବରେ ମାନସାଗରୀ ପଦ୍ଧତିରେ ମାନେ ବଢିଆ ଲେଖା ହେଇଛି। ବହୁତ ଜଣ ତମେ ସୋସାଇଟିରେ ଦେଖିଛ ଯେ ନିଜ ଏଜ ରୁ ସେମାନେ ବଡ ଏଜ ର ସ୍ତ୍ରୀ ଲୋକଙ୍କୁ ପସନ୍ଦ କରନ୍ତି ଏବଂ ବାହା ହେଇଯାଆନ୍ତି। ତାଙ୍କୁ ଧର 20-25 ବର୍ଷ ହେଇଥିବ, ସେ ବାହା ହେଇଥିବ 35 ବର୍ଷ ସ୍ତ୍ରୀ ଲୋକ କି 32 ବର୍ଷ ସ୍ତ୍ରୀ ଲୋକ କି ତାଙ୍କଠୁ ଏଜ ରେ ବଡ ଲୋକ ବାହା ହେଇଥିବ। ଏଇଠି ମନେ ରଖିବ, ଏଇ ପଏଣ୍ଟ ଟା ଭଲସେ ମନେ ରଖ। ଯଦି ଜନ୍ମ ସମୟରେ ମକର ରାଶିରେ ଶୁକ୍ର ରହନ୍ତି ତାହେଲେ ନିଜ ଏଜ ରୁ ବଡ ଏଜ ର ସ୍ତ୍ରୀ ମାନଙ୍କ ସହିତ ତାଙ୍କର ଭଲ ଭାବ ସମ୍ପର୍କ ରହିବ। ସେ କେବେ ବି ନିଜ ଏଜ ର ସ୍ତ୍ରୀ ଲୋକଙ୍କୁ ପସନ୍ଦ କରିବେ ନାହିଁ। ଏଇଟା ଆପଣ ଭେରିଫାଇ କରିବେ। ଏବଂ ଖର୍ଚ୍ଚ କରିବାକୁ ଡର, ଚିନ୍ତିତ, ଏବଂ ସେମାନେ ଦୁର୍ବଳ ଶରୀର ଯୁକ୍ତ ହେଇଥାନ୍ତି। ଏବଂ ଯୋଉମାନେ ଟିକେ କବିତା ଜାଣିଥାନ୍ତି ତାଙ୍କ ପାଇଁ ତାଙ୍କର ସେ ସାଙ୍ଗ ହେଇଯାଆନ୍ତି। ମାନେ ଯୋଉମାନେ ଟିକେ ଆର୍ଟିଷ୍ଟ ଥାନ୍ତି ତାଙ୍କ ସହିତ ସାଙ୍ଗ ହେଇଯାଆନ୍ତି। ଏବଂ ଜେନେରାଲି ଏ ବ୍ୟକ୍ତି ମାନେ ଜନମାନସରେ ସମାଜରେ ରହିବାକୁ ପସନ୍ଦ କରନ୍ତି। ସେମାନେ ଏକାକୁଟିଆ ଜଙ୍ଗଲ ଫଙ୍ଗଲ ଭିତରେ ମାନେ ନିର୍ଜନ ସ୍ଥାନରେ ବସବାସ କରିକି ନିଜର ବସତି ସ୍ଥାପନ କରିବାର ଇଚ୍ଛା ରଖିଥାନ୍ତି। ଏଇଟା ଆପଣ ଭଲସେ ମନେ ରଖନ୍ତୁ। ଜନ୍ମ ସମୟରେ ଏଇଟା ଭେରି ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ। ଏଇଟା ମଡର୍ନ ଡେ କଣ୍ଟେକ୍ସଟ ଟା। ଜନ୍ମ ସମୟରେ ଯଦି ମକର ରାଶିରେ ଶୁକ୍ର ଆସିଗଲେ ତାହେଲେ ନିଜ ଏଜର ଝିଅ ମାନେ ତାଙ୍କୁ ପସନ୍ଦ ଆସିବେ, ତାଠୁ ସିଏ ଅଧିକା ଏଜର ଝିଅ ମାନଙ୍କୁ ପସନ୍ଦ କରିବେ। ବୃଦ୍ଧା ସ୍ତ୍ରୀର ରତି, ମାନେ ଏତେ କ୍ଲିୟରଲି ମାନସାଗରୀ ପଦ୍ଧତିରେ ମେନସନ ହେଇଛି।